ॐ नमामि रामं रघुकुलवंशं नमामि रामं सुरकल्पवृक्षं नमामि रामं कमलायताक्षं नमामि रामं रघुनन्दनाख्यं श्रीराम जय जय राम जय रघुनन्दन जय घनश्याम श्रीराम जय जय राम जय रघुनन्दन जय घनश्याम। भगवान की जय। मर्यादा पुरुष रामचंद्र की जय। लखनलाल जी की जय। भरतलाल जी की जय। शत्रुलाल जी की जय। श्री अशरण शरण सच्चिदानंद भगवान की जय। झंकड़वासिनी माँ शारदा को जय। यूट्यूब कर्मकर्ता मान को जय। स्वर्गमत पाताली की जय। दशरथी गोपाल मान को जय। 33 कोटी देवता को जय। मोर प्रिय श्रोताबंधु मान को जय। मोर प्रिय श्रोताबंधु मान को नमस्कार करी आरंभ करने को जाऊँ। ये धारावाहिक संपूर्ण रामायण कथा आपण मैंने दयाकोरी वीडियो टी संपूर्ण शुणवे आगे दयाकोरी सब्सक्राइब टे करेंगे और लाइक टे करेंगे ये कामना आपण मैंने परवर्ती अध्याय शुणुते ये सब कार्य देखी देवगण सहित देवराज इंद्र भयभीत हो विकार करने को लगिले। ये सब करने पर भी सफल हो आसुवा कामटा पंड हो बसी किसी उपाय दिशुना एपरी विचार करी समस्ते मन मने श्रीराम को ठारे जाई शरण पशिले। बहुरी विचारी पर स्पर कही रघुपति भगत गति बचाई सुधिकारी अम्बरीश तुरबासा बेसुर सुरपति निपट निराशा श्रीराम जय जय राम जय रघुनंदन जय घनश्याम। भक्तवत्सल भगवान की जय। पुणी देवगण निज निज मध्य कथबार्ता हो विचार करने को लगिले। श्री रघुनाथ भक्तों भक्तिर अधीन अम्बरीश और दुर्वासा घटना मन पकाई देवगण तथा इंद्र संपूर्ण निराश हो गले। सहे सुर न बहु काल विषादा नरहरि किए प्रगट पहलादा लगी लगी कान कहि धुनि माथा अवसुर काज भरत के हाथा श्रीराम जय जय राम जय रघुनंदन जय घनश्याम। भक्तवत्सल भगवान की जय। से मैंने भाविले पूर्वे देवता माने बहु काल दुख कष्ट सहिले तापर भक्त प्रहलाद नृसिंहदेव को प्रकट कराई एपरी विचार करी सबु देवता और इंद्र दुखरे कपाल कर मारी परस्पर कान कुहाकुई हेले एथर आम काम भरत हाथ में। भरत जदि राम को राजा करदेव आमर सरीगला कौन कि आम कार्य हो पारनी। आन उपाय न देखियो मानत राम सुसेवक सेवा हय समय सुमिरहु सब भरत निज गुणशील राम बस करी श्रीराम
ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ହେ ଦେବଗଣ, ଅନ୍ୟ କୌଣସି ଉପାୟ ଦେଖାଯାଉ ନାହିଁ। ଶ୍ରୀରାମ ତାଙ୍କ ସେବକମାନଙ୍କର ସେବାକୁ ମାନ୍ୟତା ଦିଅନ୍ତି, ଅର୍ଥାତ୍ ଯେ ତାଙ୍କ ସେବକମାନଙ୍କର ସେବା କରେ ସେ ତା ପ୍ରତି ପ୍ରସନ୍ନ ହୁଅନ୍ତି। ତେଣୁ ଯେଉଁ ଭରତ ନିଜର ଗୁଣ ଓ ସ୍ୱଭାବ ଦ୍ୱାରା ଶ୍ରୀରାମଙ୍କୁ ବଶୀଭୂତ କରିପାରିଛନ୍ତି, ସମସ୍ତେ ତାଙ୍କୁ ନିଜ ନିଜ ହୃଦୟରେ ପ୍ରେମର ସହିତ ସ୍ମରଣ କରନ୍ତୁ। ଶୁନି ସୁର ମତ ସୁର ଗୁରୁ କହେଉ ଭଲ ତୁମ୍ହାର ବଡ଼ ଭାଗୁ ସକଳ ସୁମଙ୍ଗଳ ମୂଳ ଜଗ ଭରତ ଚରଣ ଅନୁରାଗୁ ସିୟାବର ରାମଚନ୍ଦ୍ର ଶଙ୍କର ହରିଓಂ ବଧୁ ମଙ୍ଗଳ ଭବନୟ ମଙ୍ଗଳ ହାରି ରବୌଷ ଦଶରଥ ଚିର ବିହାରୀ ଶ୍ରୀରାମ ଜୟ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଦେବତାମାନଙ୍କର ସିଦ୍ଧାନ୍ତ ଶୁଣି ଦେବଗୁରୁ ବୃହସ୍ପତି କହିଲେ, ସୁନ୍ଦର ସିଦ୍ଧାନ୍ତ ନେଇଛ। ତୁମ୍ଭେମାନେ ବଡ଼ ଭାଗ୍ୟବାନ। ଜଗତରେ ସକଳ ସୁମଙ୍ଗଳର ମୂଳ ହେଉଛି ଭରତଙ୍କ ଚରଣରେ ପ୍ରେମ। ସୀତାପତି ସେବକ ସେବକାଇ କାମଧେନୁ ସୟସରିଷ ସୁହାଇ ଭରତ ଭଗତି ତୁମରେ ମନ ଆଇ ତଜହୁ ସଚୁ ବିଧି ବାତ ବନାଇ ଶ୍ରୀରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ସୀତାପତି ଶ୍ରୀରାମଙ୍କ ସେବକର ସେବା ତ ସତ୍ୟକ କାମଧେନୁର ସମାନ ଫଳପ୍ରଦ। ତୁମମାନଙ୍କ ମନରେ ଭରତଙ୍କ ପ୍ରତି ଜାଗ୍ରତ ହୋଇଗଲାଣି। ତେଣୁ ଚିନ୍ତା ଛାଡ଼ିଦିଅ। ଜାଣ ଏଥର ବିଧାତା ତୁମ କାମ କରିଦେଲେ। ଦେଖୁ ଦେବପତି ଭରତ ସ୍ୱଭାବ ସହଜ ଶୁଭାୟ ବିବସର ଘୁରାଉ ମନ ଥିର କରହି ଦେବ ଡରୁ ନାହିଁ ଭରତ ହିଁ ଜାନି ରାମ ପରିଛାଇ ଶ୍ରୀରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ହେ ଦେବରାଜ, ଭରତଙ୍କର କେତେ ପ୍ରଭାବ ଦେଖ। ଭରତଙ୍କ ସରଳ ସ୍ୱଭାବ ହେତୁ ଶ୍ରୀ ରଘୁନାଥ ତାଙ୍କର ସମ୍ପୂର୍ଣ୍ଣ ବଶୀଭୂତ ହୋଇଯାଇଛନ୍ତି। ହେ ଦେବଗଣ, ଭରତଙ୍କୁ ଶ୍ରୀରାମ ଛାୟା ବୋଲି ଜାଣି ମନକୁ ସ୍ଥିର କରି ଡରିବାର କୌଣସି କାରଣ ନାହିଁ। ଶୁନି ସୁର ଗୁର ସୁର ସମତ ସୋଚୁ ଅନ୍ତର ଜାମା ପ୍ରଭୁ ଈଶ କୋଚୁ ନିଜ ସରି ଭାରୁ ଭର ତଜିୟ ଜାନା କରତ କୋଟି ବିଧି ଅରୁ ଅନୁମାନା ଶ୍ରୀରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଦେବଗୁରୁ ବୃହସ୍ପତିଙ୍କର ତଥା ଦେବତାମାନଙ୍କର ବିଚାର ଓ ଚିନ୍ତା ଜାଣିପାରି ଅନ୍ତର୍ଯ୍ୟାମୀ ପ୍ରଭୁ ଶ୍ରୀରାମ ଟିକିଏ ସଙ୍କୋଚରେ ପଡ଼ିଗଲେ। ସବୁ ବୋଝ ଆସି ନିଜ ମୁଣ୍ଡ ଉପରେ ପଡ଼ିଗଲା ଜାଣି ସେପଟେ ଭରତ ବି ନାନା ପ୍ରକାର ବିଚାର କରିବାକୁ ଲାଗିଲେ। କରି ବିଚାରୁ ମନ ଦିନି ଟିକା ରାମ ରାଜା ଯଶ ଆପନ ନିକା ନିଜପନ ତ ନିରାଖେ ଉପନ ମୋରା ଛୋହୁ ସନେହୁ କିନ ନହି ଥୋରା ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ବିଚାର କରି ସାରି ଭରତ ମନେ ମନେ ସିଦ୍ଧାନ୍ତ ନେଲେ
ଶ୍ରୀରାମଙ୍କ ଆଦେଶ ପାଳନ କଲେ ହିଁ ମୋର ମଙ୍ଗଳ ହେବ। ପ୍ରଭୁ ନିଜର ପ୍ରତିଜ୍ଞା ତ୍ୟାଗ କରି ମୋ କଥା ରଖିଲେ। ପ୍ରଭୁଙ୍କର ଏହି କୃପା ଓ ସ୍ନେହ କିଛି କମ୍ କଥା ନୁହେଁ। ଅର୍ଥାତ୍ ପ୍ରଭୁ ଅତ୍ୟନ୍ତ ଅନୁଗ୍ରହ ଓ ସ୍ନେହ ପ୍ରଦର୍ଶନ କରିଛନ୍ତି। କିନ ଅନୁଗ୍ରହ ମିତତି ସବ ବିଧି ସୀତାନାଥ କରି ପ୍ରଣାମ ବୋଲେ ଭରତୁ ଯୋରି ଜଲଜ ଯୁଗ ହାତ ସିୟାବର ରାମଚନ୍ଦ୍ର ଶଙ୍କର ହରିଓಂ ଭଜୁ ମଙ୍ଗଳ ଭବନେ ଅମଙ୍ଗଳ ହାରି ରବୌଷ ଦଶରଥ ଅଜିର ବିହାରୀ ଶ୍ରୀରାମ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଶ୍ରୀ ଜାନକୀନାଥ ସବୁ ଦୃଷ୍ଟିରୁ ମୋ ଉପରେ ଅପାର ଅନୁଗ୍ରହ ଦେଖାଇ ଦେଇଛନ୍ତି। ଏପରି ବିଚାର କରି ଭରତ ଦୁଇ କର କମଳ ଯୋଡ଼ି ପ୍ରଣାମ କରି କହିଲେ, କହୁ କହାଉ କାବ ସ୍ୱାମୀ କୃପା ଅବନିଧି ଅନ୍ତରଯାମୀ ଗୁର ପ୍ରସନ୍ନ ସାହିବ ଅନୁକୂଲା ମିଟି ମଲିନ ମନ କଲପତି ଶୂଲା ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ହେ ପ୍ରଭୁ, ହେ କୃପା ସିନ୍ଧୁ, ହେ ଅନ୍ତର୍ଯାମୀ, ମୁଁ ଆଉ ଅଧିକ କ'ଣ କହିବି, କ'ଣ ବା କୁହାଇବି? ଗୁରୁଦେବ ପ୍ରସନ୍ନ ଥିବା ଦେଖି ଓ ପ୍ରଭୁ ମୋ ପ୍ରତି ଅନୁକୂଳ ଥିବା ଦେଖି ମୋର ମଳିନ ମନରୁ ସକଳ କଳ୍ପିତ କଷ୍ଟ ଦୂର ହୋଇଗଲା। ଅପତରତ ରହୁନ ଶୋଚ ସମୂଳେ ଶ୍ରୀରାମ ଜୟ ଜୟ ରାମ ରବିନ୍ନ ଦୋଷୁ ଦେବ ଦିଶି ଭୁଲେ ଶ୍ରୀରାମ ଜୟ ଜୟ ରାମ ମୋର ଭଗବତ କୁଟିଲାଇ ଶ୍ରୀରାମ ଜୟ ରାମ ବିଧିଗତି ବିଷମ କାଲ କଠିନାଇ ଶ୍ରୀରାମ ଜୟ ରାମ ପାଉର ପିସବ ମିଲି ମହି ଘାଲା ଶ୍ରୀରାମ ଜୟ ରାମ ପ୍ରଣତ ପାଲପନ ଆପନ ପାଲା ଶ୍ରୀରାମ ଜୟ ରାମ ୟନଟ ରୀତିନ ରାଉରି ରୋଇ ଶ୍ରୀରାମ ଜୟ ରାମ ଲକ୍ଷ୍ମ ବେଦ ବିଦିତ ନଇ ଗୋଇ ଶ୍ରୀରାମ ଜୟ ରାମ ଭକ୍ତବତ୍ସଳ ଭଗବାନ କି ଜୟ। ମୁଁ ମିଛରେ ଭୟ କରୁଥିଲି, ମୋ ଦୁଶ୍ଚିନ୍ତା ସମ୍ପୂର୍ଣ୍ଣ ଅମୂଳକ ଥିଲା। ହେ ପ୍ରଭୁ, ପଥିକର ଯଦି ଦିଗଭ୍ରମ ହୋଇଯିବ ତେବେ ସୂର୍ଯ୍ୟଙ୍କୁ ତ ଦୋଷ ଦେଇ ହେବନି। ମୋର ଦୁର୍ଭାଗ୍ୟ, ମାର ଚକ୍ରାନ୍ତ, ବିଧାତାର ବିଷମ ଇଚ୍ଛା ଏବଂ କାଳର କଠୋରତା ଏ ସମସ୍ତେ ମିଶି ଜିଦ୍ ଧରି ମୋତେ ନଷ୍ଟ କରି ଦେଇଥିଲେ। କିନ୍ତୁ ଆପଣ ତ ଶରଣାଗତର ରକ୍ଷକ। ଆପଣ ଶରଣାଗତକୁ ରକ୍ଷା କରିବାର ପଣ ଧରିଛନ୍ତି। ଆପଣ ମୋତେ ରକ୍ଷା କରିଦେଇଛନ୍ତି। ଏହା ଆପଣଙ୍କ ପକ୍ଷରେ କିଛି ନୂଆ କଥା ନୁହେଁ। ଏହା ଲୋକରେ ଓ ବେଦରେ ବିଖ୍ୟାତ। ମୋର ପ୍ରିୟ ଶ୍ରୋତାବନ୍ଧୁ, ଆଜି ଏତିକିରେ ଥାଉ। ଆପଣଙ୍କମାନଙ୍କର ଯଦି ଏ ଦାସ ପ୍ରତି ଦୟା ଥିବ, ପୁଣି ଆପଣ ମାନେ ଆଗାମୀ ଅଧ୍ୟାୟରେ ଶୁଣିବେ ସେହି ରାମନାରାୟଣ ଆପଣଙ୍କର, ଏ ଦେଶବାସୀଙ୍କର, ଏ ଜଗତବାସୀଙ୍କର, ଏ ପୃଥିବୀବାସୀଙ୍କର ସମସ୍ତଙ୍କର ମଙ୍ଗଳ କରନ୍ତୁ। ଏତିକି କାମନା କରି ସେ ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ରାମନାରାୟଣଙ୍କୁ ନମସ୍କାର କରି, 33 କୋଟି ଦେବତାଙ୍କୁ ନମସ୍କାର କରି, ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ନମସ୍କାର କରି, ଏ 10 ଦିଗପାଳମାନଙ୍କୁ ନମସ୍କାର କରି, ଏ ସମଗ୍ର ପୃଥିବୀକୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ମଥାଲୋଟା ପ୍ରଣାମ କରି ବିଦାୟ ନେଉଛି। ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ। ହରି ବୋଲ, ହରି ବୋଲ, ହରି ବୋଲ।